ଘର ପାଖକୁ ବୁଝିପାରୁଛନ୍ତି ତ? ଆଉ ଆପଣ ଏଇ ପୁଣି କୋଉ ମସିହାରେ ସାଇକେଲ ଧରିକି ମୋ ସ୍କୁଲ ମହାନ୍ତି ବାବୁ ଆପଣ ଠିକ କଥା କହିଲେ। ତାଙ୍କ ଭଳିଆ ଲୋକ ଯଦି ସାଇକେଲ ବନେଇବାକୁ ନିଆଁଟାକୁ ଯିବେ ସିଏ କେମିତି ତାଙ୍କର ବି ଫଟୋ ଫଟିଆ ସାଇକେଲ ମାନେ ସେମିତି अच्छा हेती समझो अब बोलो ना रेजल्ट का तो बाबा जाओ खाना को मां मो परीक्षा कर पारी छी चिकित्सा अभियान गोटे बुढ़ी जीवा लोक को जमी सहारा दरकार से नकारात्मक समाज को भी गोटे चौकर साहय दरकार से जीवन लगे लोक
କେତେ ପଇସା ଇନକମ୍ କରୁଛୁ ପଇସା ଉଡ଼ାଣ ଚଢୁଛୁ କିଛି ଦିନ ପର୍ଯ୍ୟନ୍ତ ଆକାଶ ଉଡ଼ି ଉଡ଼ିକି ଯିବ ଆଉ ତୁ ହାତ ଖାଲି ଭଲ କିଛି ନା ଇନକମ୍ କଲେ କେତେ ଭଲ ପଇସା May I come in, madam? Yes, come in. Good morning, madam. Very good morning. Myself Akash. This is my joining letter. Okay, let's see. Congratulations, Mr. Akash. Welcome our company. You can go and take your seat. Thank you, madam. All the best. Thank you, madam. Welcome. May I come in, madam? Yes, come in. Mr. Akash, what are you doing? What is it, madam? ଆପଣ ଜାଣିଛନ୍ତି କ'ଣ ହେଇଛି? କମ୍ପାନୀର ଏତେ ଲସ୍ ହେଇଛି, କେମିତି କମ୍ପାନୀ ଡାଉନ୍ ହେଉଛି, ଆପଣ ଜାଣିଛନ୍ତି, ଆପଣ ଶୁଣିଛନ୍ତି? Sorry, I am extremely sorry, madam. Sorry, what sorry? ଆପଣ ବାରମ୍ବାର କମ୍ପାନୀ ରିଜାଇନ୍ କରାଇଲା। ମୋତେ ସ୍କ୍ରିପ୍ଟ ଅର୍ଡର କରାଇଲେ କି ଆପଣ ରିଜାଇନ୍ କରିବା ପାଇଁ। ଆପଣ ଏବେ ଆସିପାରିବେ। କି ଆପଣ আকাশ ভাই তোদের আমি ট্রেফিক আমাকে মারিনি তোদের খবর পাইছি ট্রেফিক ঘটকু মারিনি গলে ও লাগি গলে ମୁଁ ତ ଅଫିସରୁ ଆସିନି। କିଛି ମୁଁ କହୁନି ଭାଇ ମତେ ଅଳ୍ପ କିଛି ସାହାଯ୍ୟ କର ମୋ ମା ଟିକେ ଆଡମିସନ ହେଇଯାଆନ୍ତା ଭାଇ ମାଙ୍କର ଫିଲିଂ ହେଇକି ଆୟୁଷରେ ଅଛନ୍ତି ଜୀବନ ଭଲ ସହିତ ଖେଳୁଛି ତତେ କେବେ ମୁଁ ଟଙ୍କାରେ ମାଗିଛି ଭାଇ ଶୁଣ ତ ଘରେ ମତେ କିଛି ପଇସା ହେଲ୍ପ କର ଭାଇ ମୋ ମା ମରିଯିବେ ବାପା କରିପାରୁନି ଭାଇ ତ ଯୋଗାଡ଼ କରିପାରୁନି କିଛି ତ ସାହାଯ୍ୟ କର ଅଳ୍ପ କିଛି ପଇସା ଭାଇ ମୋ ମା ମୋ ମା ତ ତୋ ମା ନୁହେଁ ଭାଇ ସାହାଯ୍ୟ ତ କିଛି କର ଭାଇ ମୁଁ କରିବାରେ ଯାଏ। ମାର୍କ୍ସ ଟିକେ ରଖ। ବର୍ତ୍ତମାନ ସମୟରେ ଏତେ ସୁନ୍ଦର ଯୋଗ ଭଳିଆ ଜିନିଷକୁ ବି ଗୋଟେ ଛୋଟ ହୀନମାନ ଜିନିଷ କରିକି ରଖିଦେଇଛନ୍ତି। ଲୋକଙ୍କର ପରସେପସନ ଆଜିକା ଦିନରେ ଏଇଟା ଯେ ଯୋଗ ମାନେ ଖାଲି ହାତ ଗୋଡ଼ ହଲେଇବା ନିଶ୍ୱାସ ନିଅ ଛାଡ଼।
କିନ୍ତୁ ଯୋଗ ଯେ କେତେ ମହାନ ଏ ବିଷୟରେ ଆମ ସମସ୍ତଙ୍କୁ ଜାଣିବା ଦରକାର। ଯେମିତି ଭଗବାନଙ୍କୁ ଆମେ ଡାକିବା ଆଗରୁ ଆମ ଘରକୁ ଆମେ ସଜାଡୁଛନ୍ତି, ସଫାସୁତୁରା କରୁଛନ୍ତି, ସବୁ ସୁନ୍ଦର ଭାବରେ ଆମେ ସଜାଡୁଛନ୍ତି, ନିଜକୁ ସୁନ୍ଦର ଭାବେ ଗାଧଉଛନ୍ତି, ସ୍ୱଚ୍ଛ ରହୁଛନ୍ତି, ମନକୁ ନିର୍ମଳ କରୁଛନ୍ତି। ସେଭଳିଆ ଯୋଗ ବି ଆମକୁ ନିହାତି ଦରକାର। ଆମ ଶରୀର, ମନ, ଆତ୍ମାର ଗୋଟେ ସଂଯୋଗ ଆଉ ସୁନ୍ଦର କରି ଗଢ଼ିବା ପାଇଁ ଯୋଗର ବହୁତ ଆବଶ୍ୟକ। ଆଉ ଯୋଗ ଯେ କେବଳ ସମୟ ବର୍ବାଦ କରିବା ବା ଟାଇମ୍ ୱେଷ୍ଟ ହେବା ସେମିତି ଜିନିଷ ନୁହେଁ। ଆମର ବି ମିସକନସେପସନ୍ ଅଛି ଯେ ଯଦି ଜଣେ ଯୋଗ ଲାଇନ୍କୁ ଗଲା ତ ସେ ସନ୍ନ୍ୟାସୀ ହେଇଯିବ, ନହେଲେ ବ୍ରହ୍ମଚାରୀ ହେଇଯିବ। ସେମିତି ନୁହେଁ, ଯୋଗର ମହତ୍ଵ ବହୁତ ଅଧିକ। একদম ঠিক কথা কইছ বাবা লক্ষ্মণ। তো সত কথা ମୁଁ ବି ଏସବୁରେ ବିଶ୍ୱାସ କରୁନଥିଲି। ଆଧୁନିକତାର ଶିକାର ହେଇ ମଣିଷ ଆଜି ସେୟା ହିଁ କରୁଛନ୍ତି ଯୋଉଟା ମୋର କ୍ୟାରେକ୍ଟର ଥିଲା। ତ ଯୋଗ କେବଳ ନୁହେଁ ହାତ ଗୋଡ଼ ହଲେଇବା ଏକ୍ସରସାଇଜ। ଆଜିର ଏ ଆଧୁନିକ ଶିକ୍ଷାରେ ବାପା ମା ଆଧୁନିକରଣ ହେଇ ପିଲାଙ୍କ ଉପରେ ପରସେଣ୍ଟେଜର ଚାପ ଦେଇ ଯୋଉ ପ୍ରକାରର ସେମାନଙ୍କୁ ଟର୍ଚର କରୁଛନ୍ତି, ଗୋଟେ ପ୍ରକାର ଟର୍ଚର, ସେଥିରୁ ରକ୍ଷା କରିବା ପାଇଁ ହେଲେ ଯୋଗ ନିତ୍ୟାନ୍ତ ଆବଶ୍ୟକ। ତ ପରସେଣ୍ଟେଜ ଯୋଗୁ ଏଇ ପ୍ରେସରରେ ପିଲାମାନେ ସୁଇସାଇଡ୍ କରୁଛନ୍ତି, ଏନଜାଇଟି, ଡିପ୍ରେସନ, ମାଇଗ୍ରେନ ଏସବୁର ଶିକାର ହେଉଛନ୍ତି। ତେଣୁ ଏସବୁରୁ ରକ୍ଷା କରିବା ପାଇଁ ଯୋଗ ହେଉଛି ଗୋଟିଏ ମାତ୍ର ମାଧ୍ୟମ ଯୋଉଥିରେ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ଆଉ ଯୋଗ ଦ୍ୱାରା ସମାଜ ସୁସ୍ଥ ହୁଏ, ନିଜେ ସୁସ୍ଥ ହେବା ଏବଂ ଦେଶ ମଧ୍ୟ ସୁସ୍ଥ ହୋଇପାରିବ। ଆଉ ଆମ ସଂସ୍କୃତି ପରମ୍ପରା ବଞ୍ଚି ରହିପାରିବ। ତମେ ଠିକ୍ କହିଲ। ଆଜି ବୁଝିପାରୁଛ ଯୋଗର ମହତ୍ଵ କଣ। ଆଜି ତମେ ସେ ଯୋଗ ପାଇଁ ତମେ ଠିକ୍ ହେଇପାରିବ। ଏକଦମ। ତେଣୁ ଯୋଗ କେବଳ ନୁହେଁ ହାତ ଗୋଡ଼ ହଲେଇବା, ଯୋଗ